ଲବ କୁଶ ଏବଂ ମହର୍ଷି ପରଶୁରାମଙ୍କ କାହାଣୀ। ଅୟୋଧ୍ୟାର ନିକଟରେ ଥିବା ବାଲ୍ମୀକି ଆଶ୍ରମରେ ଲବ ଓ କୁଶ ନିଜ ମାତା ସୀତା ସହିତ ରହୁଥିଲେ। ସେମାନେ ଧନୁର୍ବିଦ୍ୟାରେ ଅତ୍ୟନ୍ତ ପାରଙ୍ଗତ ଥିଲେ। ଗୋଟେ ଦିନ ମହାନ ଯୋଦ୍ଧା ପରଶୁରାମ ସେହି ଆଶ୍ରମ ପାଖରେ ଆସିଲେ। ସେ ଶୁଣିଥିଲେ ଯେ ଦୁଇ ଛୋଟ ବାଳକ ଅସାଧାରଣ ଶକ୍ତିର ଧାରୀ। ପରଶୁରାମ ତାଙ୍କ ଶକ୍ତି ପରୀକ୍ଷା କରିବାକୁ ଚାହିଁଲେ। ସେ ଲବ ଓ କୁଶଙ୍କୁ ଯୁଦ୍ଧର ଆହ୍ୱାନ କଲେ। ଲବ ଓ କୁଶ ଶାନ୍ତ ଭାବରେ ନିଜ ଧନୁଷ ଧରିଲେ। ଦୁହେଁ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ପରଶୁରାମଙ୍କ ପରଶୁ ଓ ବାଳକମାନଙ୍କ ବାଣ ଆକାଶକୁ କମ୍ପିତ କରୁଥିଲା। ଏହି ସମୟରେ ମାତା ସୀତା ଏହା ଦେଖି ଚକିତ ହୋଇଗଲେ। ସେ ବୁଝିପାରୁନଥିଲେ ଯେ ଏହି ଛୋଟ ବାଳକମାନେ କିପରି ମହାଯୋଦ୍ଧାଙ୍କ ସମ୍ମୁଖୀନ ହେଉଛନ୍ତି। କିଛି ସମୟ ପରେ ପରଶୁରାମ ତାଙ୍କ ଦିବ୍ୟ ଦୃଷ୍ଟିରେ ସତ୍ୟ ବୁଝିଲେ। ସେ ଦେଖିଲେ ଯେ ଏହି ବାଳକମାନେ ଶ୍ରୀରାମ ଓ ସୀତାଙ୍କ ପୁତ୍ର। ପରଶୁରାମ ତୁରନ୍ତ ତାଙ୍କ ଅସ୍ତ୍ର ନମାଇଦେଲେ ଓ ସମ୍ମାନ ଜଣାଇଲେ। ସେ କହିଲେ, ତୁମେ ସତ୍ୟରେ ମହାନ ବୀର। ମାତା ସୀତା ଗର୍ବରେ ଭରିଗଲେ। ଲବ ଓ କୁଶ ନମ୍ରତାର ସହିତ ପରଶୁରାମଙ୍କୁ ପ୍ରଣାମ କଲେ। ସେହିଦିନ ସମସ୍ତେ ବୁଝିଗଲେ ଯେ ଲବ ଓ କୁଶ ଭବିଷ୍ୟତରେ ମହାନ ବୀର ହେବେ। लबकुश के लिए लाइक शेयर सब्सक्राइब कमेंट कर